হ্যালো গাইজ স্বাগত করছি নূয়া গোটে খতরনাক ভিডিওরে। বর্তমান হয়েছে 4:35 তো মু শুইলি এইটি মানে আসি গাধেই গোটে বেড়ে শুই পড়ি। মু তো এবে উঠিলি খাইবি নথিলি তো মুড়ি দিটা খাই দিয়েছি। এবে তো ভিডিওটাকে এবে আরম্ভ করছি। তো চাল বাহারକୁ ଯିବା। ତ ଗାଇଜ ଇଏ ଆମ ଗାଈ ଆକ୍ଚୁଆଲି ଇଏ ଆସିବ ଫାଷ୍ଟ ଇଏ ତୁରାଣି ପିଇବ। ତୁରାଣି ପିଇବ ତ ତାକୁ ଏଇଠି ଅଛି। ତ ଇଏ ରହିଲା ଏପଟେ ଆକୁ ଦେଖେଇଦବା। এইপটে তো জায়গাକୁ ଇଏ ଯଦି ତୁରାଣି ନ ପିଇବ ନା ତାହେଲେ ସିଏ ପଳେଇବ ସିଧା ରାଗିକି। ମଣିଷ ଯେଉଁ ଭଳିଆ ରାଗିକି ଚାଲିଯାଏ ଛୋଟ ଛୁଆ ସେଇଭଳିଆ। ଏଠି ପାଖକୁ ଏବେ ଆକୁ ବାନ୍ଧି ଦେଇଛି। କେବେ ଏମିତି କ୍ଷୀର ଦୁଇଛ? ମୁଁ ତ ଦୁଇ ନାହିଁ। ତ ଗାଈ ବୋଉ ଏଇଠି ଶୁଖେଇ ଦେଇଛି ଚାଉଳ ଗୁଡ଼ା। ଏଥିଲାଗି ଗୋଟେ ଚୁନା ହବ ସଫା ସୁତରା ହେଇଥିଲା। ଏଇଠି ଏମିତି ମାନେ ଲୁଗା ଉପରେ ଦେଇଦେଇଛି ସବୁ ପାଣି ଗୁଡ଼ା ଶୁଖିଯିବ। ତାପରେ କୁଟିବା ପାଇଁ ଭଲ ହବ ଗ୍ରାଇଣ୍ଡରରେ। ତ ସେ ଯାଇଛି ପାଣି ଆଣିବା ପାଇଁ ମୋତେ କହିଦେଇଛି ଲାଇନ୍ ଆସିଲା ପରେ କୁଟିଦେଉଛି। କିନ୍ତୁ ଲାଇନ୍ ନାହିଁ, ଲାଇନ୍ ପଳେଇଯାଇଛି। ମୋ ସହିତ ଏମିତି ହୁଏ। ମୁଁ ତାକୁ କହିଦେଇ ଶୁଖେଇ ଦେଇ ଏଇଠି ମାନେ ମୁଁ ଲାଇନ୍ଟା ଆସିବ ତାକୁ କୁଟି କୁଟା ଦେଇକି ହାଟ ଆଡ଼େ ଯିବି। ଆଜି ଆମର ହାଟ ହୁଏ। ତ ପାଣିକି ଶୁଖେଇ ଦେଇଛି, ଲାଇନ୍ଟା ପଳେଇଲା। ତ ଦେଖିବା କେତେବେଳେ କ'ଣ ଲାଇନ୍ ଆସୁଛି ତାପରେ କୁଟାକୁଟି କରିବା। ତ ଇଏ ରହିଲା ରୁମାଲ। ବହୁତ ଦିନ ହେଲାନି ରୁମାଲ ୟୁଜ୍ କରୁନଥିଲି। ସରି ଗଞ୍ଜିଟା ରୁମାଲଟା କୁଆଡ଼େ ଗଲା? ଏଇଟା ଇଏ ରହିଲା। ରୁମାଲଟା ଆଜି ଟିକେ ନେବା ମୁହଁ। ଗାଇଜ ଏବେ ଦୁଇଟା କାଠ ଚିରିବି। ଏଇ ପୁରାର କାଠ ମାନେ କ'ଣ ଏଇ ବାଉଁଶଟା ପଡ଼ିଛି ଲମ୍ବା ଲମ୍ବି, ଆଉ ସେଇଟା ଚିରିବା ପାଇଁ ପଡ଼ିବ। ତ ମୁଁ ଚିରି ସାର ଦେଖୁଛି। ହଁ ତ ଏତିକି ବହୁତ କାଠ ହେଇଗଲା। ତ ଗାଇଜ ଲାଇନ୍ ଆସିସାରିଲାଣି। ଇଏ ରହିଲା ଚୁନା, ଇଏ ଗ୍ରାଇଣ୍ଡର, ସେ ଚଲା ହେକା ସବୁ କିଛି ରହିଲା। ତ ଏବେ ମୁଁ ନିଜେ କରିବି। ତ ଗାଇଜ କୁଟାକୁଟି ସରିଲା। ଏତିକି ହେଇଛି, ଆଉ ଏତିକି ଅଧିକା ହେଇଗଲା। ମାନେ ଗ୍ରାଇଣ୍ଡର ପାଟିକି ହାବୁଡ଼ିଲାନି, ସେଇଥିପାଇଁ ଏତିକି ଅଧିକା ହେଇଗଲା। ଆଗ କୁକୁଡ଼ାକୁ ଦେଇଦେବି। ଗାଇଜ ବର୍ତ୍ତମାନ ଟାଇମ୍ ହେଇଛି ଦେଖିପାରୁଥିବେ 12:47। ସ୍କ୍ରିନସଟ୍ଟା ମାରିଥିଲି କିନ୍ତୁ ଏବେ ହେଇଛି 12:50 ଆଡ଼େ। ତ ମୁଁ ଏପର୍ଯ୍ୟନ୍ତ ଶୋଇନାହିଁ। ମାନେ ମୁଁ ଜାଣିପାରିନି ଆଜି ନୁହେଁ, ଏଇଟା ମାନେ ହେଇଗଲାଣି 15-20 ଦିନ ପାଖାପାଖି ହବ। ମୋତେ ଏମିତି ମାନେ ରାତି ସାରା ନିଦ ଆସୁନାହିଁ। ମୁଁ ଚାହିଁଥିଲି ଏମିତି ମୋବାଇଲ କେତେବେଳେ ମୋବାଇଲ ଚିପୁଥିବି, କେତେବେଳେ ବସିଥିବି, କେତେବେଳେ ଶୋଇଥିବି। ଏଇ ଟାଇପ୍ର ମାନେ ଏଇ ଟାଇପ୍ର କ'ଣ ନାହିଁ କ'ଣ ମୁଁ ଜାଣିପାରୁନାହିଁ। ନିଦ କାହିଁକି ଆସୁନାହିଁ ମୁଁ ଜାଣିପାରୁନି। ଭଲ ନୁହେଁ ରେ ଶୋଇ ପଡ଼ିବ ଏମିତି, ଭଲ ନୁହେଁ ଚାହିଁବାଟା। କାରଣ ଯିଏ ଚାହିଁଛି ରାତିରେ ଏମିତି କେଉଁଠି ବୁଲା ବୁଲିକି ଆଉ କୁଆଡ଼େ ଯିବ ସିଏ ଗୋଟେ ଅଲଗା। କିନ୍ତୁ ଏମିତି ରାତିରେ ଯିଏ ଚାହିଁଛି ଜାଣିଛି ମାନେ ରାତି ପାହିବା କି ସକାଳ ହେବା ପର୍ଯ୍ୟନ୍ତ କେତେ ସମୟ ଲାଗେ କ'ଣ କିଛି ମାନେ ଭଲ ନୁହେଁ। ଏଗା ସବୁ ଚାହିଁକି ରହିବାଟା ରୁମ୍ ଭିତରେ ଗୋଟେ ଯିଏ ଚାହିଁଛି ସିଏ ହିଁ ଜାଣିଥିବ କ'ଣ ଲାଗେ। ଯେ ଏମିତି ନିଦ ତ ଲାଗୁନାହିଁ। ଏମିତି ମାନେ ଦିନରେ ଶୋଇ ପଡ଼ିଛି। ଦିନରେ ମାନେ ହବ ପ୍ରାୟ 12ଟା-1 ଟାଇମ୍ରେ, 12ଟା-1 ଟାଇମ୍ରେ ଗାଧୋଇ 2 ଘଣ୍ଟା ଖଣ୍ଡେ 2 ଘଣ୍ଟା ଶୋଇ ପଡ଼ିଛି, ଆଉ ବେଶୀ ନାହିଁ। 24 ଘଣ୍ଟାରେ ମୁଁ 2 ଘଣ୍ଟା ଶୋଉଛି, ଆଉ ସବୁ ଏମିତି ଚାହିଁକି ରହୁଛି। ସେ ପୁଣି ଦିନରେ ଶୋଉଛି, ରାତିରେ ତ ନିଦ ଆସୁନାହିଁ। ଏମିତି ସବୁ ହଉ ଛାଡ଼, ଯାହା ଏମିତି ଚାଲିଛି। ମୁଁ ଗୋଟେ କାମ କରି ଏବେ ଫିଲ୍ମ ୟୁଟ୍ୟୁବ୍ର ଦେଖିବି। ତ ଦେଖିବା ଚେଷ୍ଟା କରିବି। ଦେଖିତେ ଯଦି ଶୋଇ ପଡ଼ିଲି ତ ଟ୍ରାଇପଡ୍ ଲଗେଇବି, ରଖିବି ମୋବାଇଲ, ଫିଲ୍ମ ଦେଖିବି, ଶୋଇବା ପାଇଁ ଚେଷ୍ଟା କରିବି। ଆଗରୁ ଅଭ୍ୟାସ ହେଇଛି 12ଟା-1 ପର୍ଯ୍ୟନ୍ତ ମାନେ ଚାହିଁକି ରହିବା, ତାପରେ ଶୋଇବାଟା। କିନ୍ତୁ 12ଟା-1ରୁ ପୁରା ସକାଳ ହେଇଯାଉଛି ଏବେ। ତ ହଉ ଏବେ ତ କ'ଣ କରୁଛ କ'ଣ ନାହିଁ ମୁଁ ଜାଣିନାହିଁ। ତ ଗୁଡ଼୍ ନାଇଟ୍, ଶୋଇପଡ଼। ମୁଁ ଦେଖିବା ଫିଲ୍ମ ଦେଖୁଛି। ଆଉ କେତେବେଳେ ଯଦି
ପାହାନ୍ତିଆ ଡାଇରେକ୍ଟ ଦେଖା ହେବ। ଯଦି ଶୋଇପଡ଼ିଲି ତ ଶୋଇପଡ଼ିଲି, ଭଲ କଥା। ଯଦି ନ ଦେଖା ହୁଏ ପୁଣି ତୁମକୁ ଆସିକି ଡିଷ୍ଟର୍ବ କରିବି ମୁଁ ଘଣ୍ଟା 1.5 ଘଣ୍ଟା ପରେ। ତ ଗାଇଜ୍ ଟାଇମ୍ ଦେଖ, ଟୋଟାଲ୍ ନିଦ ହେଉନାହିଁ। ଫିଲ୍ମ ଦେଖୁଥିଲି ଆଉ ଦେଖିବା ପାଇଁ ଇଚ୍ଛା ହେଲାନି। ଭଲ ଲାଗିଲାନି ଫିଲ୍ମ ଦେଖତେ। ମୋତେ ମାନେ ଫିଲ୍ମର ଭିଲିଆନ୍ଟା ପସନ୍ଦ ଆସିଲାନି, ସେଇଥିପାଇଁ କାଟିଦେଲି। ବଟ୍ ଏସବୁ ଫିଲ୍ମ ତ ଏମିତି ସବୁ। ତ ଗାଇଜ୍ ବର୍ତ୍ତମାନ ହେଇଛି 6:30, ତ ସକାଳ ହେଇଯାଇଛି। ମୁଁ ମାନେ 4ଟା ବେଳେ ଭୋର ଶୋଇଯାଇଛି ଏମିତି। ତ ଭିଡ଼ିଓଟାକୁ ବେଶୀ ଲମ୍ବା କରିନି। ଭିଡ଼ିଓଟାକୁ ଲାଇକ୍ କର, ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି, ବାଏ।